हरि ओम हरि ओम। मुझे प्रणाम। प्रणाम प्रणाम। जो केना उपनिषद मंत्र जो कहले जे ईश्वर को आमे देखि परिबे निजे ही ईश्वर आज्ञा निजे निजको चिन्हते बोले निजे निजको चिन्हिया कहले कोन करिया पई पड़िबो? साधना साधना माध्यम गुरुवाणी जे माध्यम शास्त्र माध्यम हाँ हाँ तर्जमा करिया माध्यम पड़िबो। आज्ञा तर्जमा करिकरी अंतर्जात्रा करिया पड़िबो। देखंतु आमे जो कहूचे वेद कहूचे वेद हाँ कौन? वेद ହେଲା ऋषिଙ୍କ ସାଧନାର ଜ୍ଞାନ। आज्ञा ऋषि ଏକାନ୍ତ ପ୍ରଦେଶକୁ ଯାଇକିରି ତାଙ୍କ ଇନ୍ଦ୍ରିୟ ମନକୁ ସଂଯମିତ ରଖିକିରି ମୌନ ରହିକିରି ଇନ୍ଦ୍ରିୟଙ୍କୁ ସର୍ବପ୍ରଥମେ ସେମାନେ ନିଗ୍ରହ କଲେ, ତାହେଲେ ଦେଖିଲେ। ପ୍ରଥମେ ହେଲା ସାଧନା ନା କି ସାଧନା ସାଧନା ଦ୍ଵାରା ସାଧନା ହିଁ ସାଧନା ଇନ୍ଦ୍ରିୟକୁ ଆମେ ଦମନ କରିପାରିବା। ସାଧନା ସାଧନା ଜ୍ଞାନ ସାଧନା ଜ୍ଞାନ ସାଧନା ଏଇ ଦିଟା। ହଁ ଆଉ ଜ୍ଞାନ ତା ତା ସଙ୍ଗେ ସଙ୍ଗେ ମୁମୁକ୍ଷତ୍ୱର ଆବଶ୍ୟକ ଅଛି। ମୁମୁକ୍ଷତ୍ୱ ମାନେ ଆଜ୍ଞା ଇଚ୍ଛା ବ୍ରହ୍ମ ଶକ୍ତି ଜିଜ୍ଞାସା। ବ୍ରହ୍ମ ଆଜ୍ଞା ଜିଜ୍ଞାସା ବ୍ରହ୍ମ କିଏ, ଈଶ୍ୱର କିଏ କିମ୍ବା ମୁଁ କିଏ ଚିହ୍ନିବା ପାଇଁ ନିଜ ଭିତରେ ନାଇଁ ଇଚ୍ଛା ସେଇଟା ତ ପ୍ରବୃତ୍ତି। ଯୋଉ କହିଲେ ବହୁତ ମାନେ ଶରୀର ଚାହେଁ ଈଶ୍ୱରକୁ ଦର୍ଶନ କରିବି ସେଟା ଆଜ୍ଞା ଗୋଟେ କହିନାହାନ୍ତି କି ସେଇଟା ଆକ୍ଚୁଆଲି ଆଜ୍ଞା। ଠିକ କାରଣ ମୁଁ ତା ଦେହରେ ନିଜେ ତ ଇଏ ନା ମୁଁ ନିଜେ ଜାଣିଛି ବହୁତ ଯେ ଲୋକ, ଆପଣ ଭଗବାନଙ୍କୁ ନୁହନ୍ତି, ଦର୍ଶନ ବହୁତ ହଁ, ଲୋକ ଅଛନ୍ତି ଯେ ଭଗବାନ କେମିତି ଦର୍ଶନ ଦେଖିବା ମିଳନ୍ତା ପାଇଁ। ହୁଁ, ସେଠି ଦେଖିବାର ବି ଦେଖନ୍ତୁ, ଦେଖିବାକୁ ଯଦି ଆମେ ପରଖିବା, ଠିକ ଅଛି, ଆପଣ ନିଜେ ତ କହିଲେ ଆପଣ ବି ସେମିତିଆ ଦର୍ଶନ କରିବା ପାଇଁ ଚାହୁଁଥିଲେ। ତ କୋଉଥିପାଇଁ ଦର୍ଶନ କରିବା ପାଇଁ ଚାହୁଁଥିଲେ କୁହନ୍ତୁ ମତେ? ଦର୍ଶନ କରିବାର ଉଦ୍ଦେଶ୍ୟ କଣ ଥିଲା? ଉଦ୍ଦେଶ୍ୟ ମାନେ ଈଶ୍ୱର ଦର୍ଶନ ତ ଜୀବନର ଜନ୍ମଟା ତ ସେଇ ଈଶ୍ୱର ପ୍ରାପ୍ତି ଆଉ ମଣିଷ ଜୀବନ ଠିକ ଜନ୍ମଟା ହିଁ ଈଶ୍ୱର ପ୍ରାପ୍ତି। ଠିକ ଠିକ ଭଗବତ ଦର୍ଶନ ହିଁ ଜୀବନର ମୂଳ ହଁ ଲକ୍ଷ୍ୟ। ଠିକ ଠିକ। ମାନେ ଏଠି ଆପଣ ଶୁଣିଛନ୍ତି କଣ ନା କଣ ଭଗବତ ଦର୍ଶନ ହିଁ ଈଶ୍ୱର ଦର୍ଶନ ଈଶ୍ୱର ପ୍ରାପ୍ତି ହେଲା ଜୀବନର ଜୀବନର ଲକ୍ଷ୍ୟ। ମୂଳ ଲକ୍ଷ୍ୟ। ଆଉ ଆଜ୍ଞା ଯେହେତୁ ଈଶ୍ୱର କଣ ଜାଣିନଥିଲେ, ତାଙ୍କୁ ଯେହେତୁ ଦର୍ଶନ ବେଲିକି ଲେଖା ହେଇଥିଲା ଶୁଣିଥିଲେ, ଆଉ ଆଜ୍ଞା ସେଇପରିକା ଆପଣ ହଉଛି ବିଧିକୁ ଇଏ କରୁଥିଲେ, ମାନେ ସେଇପରିକା ଚାହୁଁଥିଲେ କି ଦେଖା ଯାଆନ୍ତେ କି ମୋ ଜନ୍ମ ଧନ୍ୟ ହେଇଯିବ, ମୋ ଜୀବନ ଆଜ୍ଞା ମୁକ୍ତି ଆଜ୍ଞା ହେଇଯିବ। ଆଜ୍ଞା ବୁଝିପାରୁଛନ୍ତି? ତ ଏଇଠି ଆଜ୍ଞା ଦେଖନ୍ତୁ, ଗୋଟେ କଥା, ଯଦି ବି ଭାବି ନିଅନ୍ତୁ ଈଶ୍ୱରଙ୍କୁ ଦର୍ଶନ କରିବେ, କୋଉଠି କରିବେ? ସାଧନା ବଳରେ ନାଇଁ କରିହବ। ନାଇଁ ନାଇଁ ନାଇଁ, କାହା ମାଧ୍ୟମରେ ନା କହୁନି, ଏଇଟା ତ ନିଜ ମାନେ ଭିତରେ କରିବେ ନା। ନିଜ ଭିତରେ ହଁ ବୁଝିପାରୁଛନ୍ତି ନା ନାଇଁ? ଆଜ୍ଞା ସେଥିରେ ବି କୁହା ହେଇଛି, ଯିଏ ବି ଈଶ୍ୱରଙ୍କୁ, ଯାହାକୁ ବି ଆପଣ ଇଷ୍ଟ ଦେବତା ମାନିଛନ୍ତି, ଆପଣଙ୍କ ବିନା ଆଜ୍ଞା ସେ ଇଷ୍ଟଙ୍କର ଅସ୍ତିତ୍ଵ ଅଛି କି? ନା ଆମ ମାନ୍ୟତାକୁ ଛାଡି ଦିଅନ୍ତୁ, ଆମେ ତ ମାନିଛେ ବହୁତ ସାରା ସଂସାର ଅଛି, ଏ ସବୁ ବୁଲୁଛି, ଗ୍ରହ ନକ୍ଷତ୍ର ଚାଲିଛି, ସବୁ ଅଫିସ ରେ କାମ ହଉଛି, ମୁଁ ନ ନାଇଁ ଗଲେ ବି ସବୁ ଆଉ ତ ଜଣେ। ମାନେ ଜାଣିଛେ ସମସ୍ତଙ୍କ ସବୁଠି ଈଶ୍ୱର ବିଦ୍ୟମାନ ସମସ୍ତଙ୍କ ଦେହରେ ବି ଈଶ୍ୱର ବିଦ୍ୟମାନ। ବାସ୍ 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 ବାସ୍। ତ ଏଠି ଗୋଟେ କଥା ବୁଝିବା ଦରକାର, ଯୋଉ ଫାଷ୍ଟ ପର୍ସନ ଏକ୍ସପିରିଏନ୍ସ ଆମେ କହୁଛେ, ପ୍ରଥମ ସ୍ତରର ଅନୁଭୂତି ଯୋଉ ଆମେ କହୁଛେ, ଆଜ୍ଞା ଆଜ୍ଞା ସିଏ ହେଲା ଏକ। ପ୍ରଥମାନୁଭୂତି ଦୁଇ ନାହିଁ। ମାନେ ଫାଷ୍ଟ ପର୍ସନ ଏକ୍ସପିରିଏନ୍ସ ବୁଝିପାରୁଛନ୍ତି ତ? ମାନେ ଏମିତି ବୁଝନ୍ତୁ, ମୁଁ ଭାବିନିଅନ୍ତୁ ମତେ ଭୋକ କରୁଛି, ମତେ ଭୋକ କରୁଛି, ଡକ୍ଟର ମାନେ କଣ କରିବେ, ବହୁତ ବଡ଼ ବଡ଼ ମେସିନ୍ ଆଣିକି ଲଗେଇବେ ଦେହରେ, ଅଲ୍ଟ୍ରାସାଉଣ୍ଡ କରିବେ, ଇଣ୍ଡୋସ୍କୋପି କରିବେ, ହାରମୋନ୍ ସିକ୍ରେସକୁ ଦେଖିବେ, ଦେଖିକି ଡକ୍ଟର ଲାଷ୍ଟକୁ କହିବେ ନାଇଁ ଠିକ୍ ଅଛି, ଆମକୁ ଭୋକ କରୁଛି। କିନ୍ତୁ ମତେ ଭୋକ କରୁଛି ମତେ କେହି କହିବାର ଆବଶ୍ୟକ ଅଛି କି? ନା ମୁଁ ଅନୁଭବ କରୁଛି ନା, ହଁ ପ୍ରଥମାନୁଭୂତି। ବୁଝିପାରୁଛନ୍ତି? ଆଜ୍ଞା କିନ୍ତୁ ସେ ଯୋଉ ପ୍ରଥମାନୁଭୂତି ହେଲା ଏକ। ଆମେ କଣ ନା ସଂସାରକୁ ଦୁଇ ରୂପରେ ବହିର୍ମୁଖୀ ହେଇକିରି ଆମେ ସବୁ ଚିହ୍ନି ଦେଇଛେ। ଆଜ୍ଞା ବୁଝିପାରୁଛନ୍ତି? ମାନି ନେଇଛେ। ପିଲା ପିଲା ବୋଧେ କଥାବାର୍ତ୍ତା ହଉଛନ୍ତି ନା? ରାଇଟ୍। ଶୁଭୁଛି ସାଉଣ୍ଡ ଶୁଭୁଛି। ଆଜ୍ଞା ହଁ, ଆଜ୍ଞା କାହିଁକି ଭଲ, ବହୁତ ଗଭୀର ଟପିକ ତ, ଆକୁ ବି ଅପଲୋଡ କରିବା, ଏମିତି ଆଜ୍ଞା ଟପିକ ଦରକାର, ଲୋକଲୋଚନକୁ ଆସିବା ଦରକାର। ଟିକେ ଆଜ୍ଞା ସାଇଡରେ ଠିଆ ହୁଅନ୍ତୁ। ହଁ, କହିବା ତାତ୍ପର୍ଯ୍ୟ, ଆମେ ଛୋଟବେଳଠୁ ବ୍ରହ୍ମ ବିଦ୍ୟାକୁ ଯଦି ଆମେ ପଢିଥାନ୍ତେ, ଯୋଉ ବୟସରେ ଛୋଟ ପିଲାମାନେ ଅପରାବିଦ୍ୟାକୁ ଶିଖୁଛନ୍ତି, ସେଇ ବୟସରେ ଯଦି ଆମେ ପରାବିଦ୍ୟାକୁ ଶିଖିଥାନ୍ତେ, ତ ଏ ଆଜ୍ଞା ସବୁ ଜ୍ଞାନ ଆମ ଭିତରେ ଥାନ୍ତା, ଆମେ ସାଧନାକୁ ବିଧିବତ କରିଥାନ୍ତେ। ଆଉ ଦ୍ଵିତୀୟ ହେଲା, ଲୋଭ ମୋହରେ ଆମେ ବାନ୍ଧି ହେଇନଥାନ୍ତେ, ମନର ଆଜ୍ଞା ମନର ଯୋଉ ମାୟାରେ ଆମେ ବାନ୍ଧି ହେଇନଥାନ୍ତେ, ଆମେ ଆଜ୍ଞା ସଂସାରକୁ ଦ୍ୱୈତ ରୂପରେ ଦେଖିନଥାନ୍ତେ, ଅନ୍ୟଙ୍କୁ ସାହାଯ୍ୟ କରିଥାନ୍ତେ, ଅନ୍ୟଙ୍କୁ ସାହାରା ହେଇଥାନ୍ତେ। ଆଉ ସଂସାରକୁ ଯାହା ଦେବେ ସେଇଆ ପାଇବେ, ଏ ସଂସାରର ଗୋଟେ ନିୟମ ଅଛି, ଗୋଟେ ରୀତିନୀତି ଅଛି। ସଂସାରକୁ ଯଦି ଭଲ ପାଇବା ଦେବେ, ପ୍ରେମ ଦେବେ, ଆଜ୍ଞା ଶ୍ରଦ୍ଧା ଦେବେ, ତ ସଂସାରରେ ସେଇଆ ହିଁ ପାଇବେ। ସଂସାରକୁ ଯଦି ଦ୍ವೇଷ ଦେବେ, ରାଗ ଦେବେ, ଅହିଂସା କରିବେ,
କ୍ରୋଧ ଦେବେ ତ ସଂସାରରେ ସେଇଆ ପାଇବେ। କାହିଁକି ନା ଯୋଉ ମଞ୍ଜି ପୋତିବା ସେଇ ବୃକ୍ଷ ହବ, ସେଇ ସେଇଟା ଫଳ ହିଁ ପାଇବ। ଫଳିବ। ତ ଯଦି ଛୋଟବେଳଠୁ ଆମେ ଏସବୁ କଥାକୁ ଶିଖିଥାନ୍ତେ, ପରାବିଦ୍ୟାକୁ ଆମେ ସାଧନା ମାଧ୍ୟମରେ ବୁଝିଥାନ୍ତେ, ଗୁରୁଙ୍କ ମାଧ୍ୟମରେ ଯଦି ଶୁଣିଥାନ୍ତେ, ଆଜି ଏ କଥା ଆମକୁ ଅଚମ୍ବା ଲାଗିନଥାନ୍ତା। ବୁଝିପାରୁଛନ୍ତି କେତେ ମୂଲ୍ୟବାନ ଜିନିଷକୁ ଭାରତ ଧରାପୃଷ୍ଠରେ ଆମେ ହରେଇକି ବସିଛେ। ଧନ ସମ୍ପତ୍ତି ବଡ଼ ନୁହଁ, ଶାନ୍ତିର ସ୍ରୋତ ଆପଣଙ୍କ ନିଜେ ହିଁ, ଆନନ୍ଦର ସ୍ରୋତ ଆପଣ ନିଜେ ହିଁ। ଆନନ୍ଦ ଆପଣଙ୍କ ଭିତରେ ଅଛି, କିନ୍ତୁ ତାକୁ ଆମେ ବାହାରେ ବସ୍ତୁ ପଦାର୍ଥ ମାଧ୍ୟମରେ ଖୋଜୁଛେ, ଭୌତିକ ପଦାର୍ଥ ମାଧ୍ୟମରେ ଅନୁଭବ କରିବା ପାଇଁ ବାହାରେ ଚେଷ୍ଟା କରୁଛେ, ଅବିଦ୍ୟାରେ ଏଇଟା। ତ ଆଜ୍ଞା ଏଠି ଜଣ କହିଲେ ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଆମେ ଶୁଣିଛେ ସେଇପରିକା ଗପ କାହାଣୀ। କିଛି ଜଣ ବହୁତ ଲୋକ ଅଛନ୍ତି ଆଧ୍ୟାତ୍ମିକତାକୁ ଗୋଟେ ବ୍ୟବସାୟ ବି କରିଦେଇଛନ୍ତି। ବ୍ୟବସାୟ ମାନେ କିଏ? ପାଲା ଗାୟକ ମାନେ ଅଛନ୍ତି। ଚାଲନ୍ତୁ, ମୁଁ କହୁନି ଯେ ପେଟ ପାଟଣା ପାଇଁ ସେମାନେ ତ ଠିକ୍ ଅଛି, ଭଲ କରିବା ବି ଆବଶ୍ୟକ ଅଛି। ବହୁତ ଲୋକ ତ ଏଇ ସମାଜରେ ଭୁଲ କାମ କରିକି ପେଟ ପାଟଣାକୁ ପୋଷୁଛନ୍ତି, କିନ୍ତୁ ତା ଭିତରେ ଯଦି ଆଧ୍ୟାତ୍ମିକତାର କିଛି ପ୍ରଚାର ପ୍ରସାର କରୁଛନ୍ତି, ସେଟା ଖରାପ ନୁହେଁ, କିନ୍ତୁ ତା ଭିତରେ କିଛିଟା ତ୍ରୁଟି ରହିଯାଉଛି। ସକାମ ଭକ୍ତି ଦେଖି ନେଉଛନ୍ତି ବହୁତ ଲୋକ। ବଡ଼ ବଡ଼ ମଞ୍ଚରେ ବସୁଛନ୍ତି, ସେମାନେ କହୁଛନ୍ତି ଏ ପୂଜା କଲେ ସେ ଫଳ ମିଳିବ, ଇଏ ମାନସିକ କଲେ ସେ ଫଳ ମିଳିବ, ଏ ଠାକୁରଙ୍କ ଦର୍ଶନ କଲେ, ଏ ବିଧିରେ ପୂଜା କଲେ ଏତେ ବଡ଼ ଧନ ପ୍ରାପ୍ତି ହେବ କି ଏତେ ବଡ଼ ପଦବୀ ପ୍ରାପ୍ତ ହେବ। ଲୋକଙ୍କୁ ଲୋଭରେ ବାନ୍ଧି ଦେଉଛନ୍ତି। ତାର ପ୍ରଭାବ, ତାଙ୍କର ସେ ବାଣୀର ଭ୍ରମରେ ସମସ୍ତେ ଆମେ ଭ୍ରମିତ ହେଇଯାଉଛେ। ବୁଝିପାରୁଛନ୍ତି? ପ୍ରାର୍ଥନା ଆଜ୍ଞା ଚ୍ୟାନେଲରେ ଦେଖିବେ କେତେ ବଡ଼ ବଡ଼ ସାଧୁ ଆସନ୍ତି, ତାଙ୍କ ବାଣୀକୁ ଦେଖନ୍ତୁ, ତାଙ୍କ ବ୍ୟାଖ୍ୟାକୁ ଦେଖନ୍ତୁ। ବୁଝିପାରୁଛନ୍ତି? ସମସ୍ତଙ୍କ କଥା କହୁନି, ବହୁତ ଭଲ ସନ୍ତମାନେ ବି ଆସୁଛନ୍ତି, ବହୁତ ଭଲ ସାଧୁମାନେ ବି ଆସୁଛନ୍ତି, କିନ୍ତୁ ଅଧିକାଂଶ ଲୋକ ଯିଏ ବି ଆସୁଛନ୍ତି ସକାମ ଭକ୍ତି ହିଁ ଦେଖାଉଛନ୍ତି। ରାଶିଫଳ, ବାସ୍ତୁ ଦୋଷ, ଘରେ ଆଣିକିରି କ'ଣ ଦୋକାନରେ ଦେଖିବେ ଗୋଟେ କଇଁଚକୁ କ'ଣ ନେଇକି ଗୋଟେ ତାଟିଆ ଭିତରେ ପୁରେଇକି ରଖୁଛନ୍ତି, ଗ୍ଲାସ ଦେହରେ ଲେମ୍ବୁଟେ ରଖୁଛନ୍ତି, କଞ୍ଚା ଲଙ୍କା ଲେମ୍ବୁ ଟାଙ୍ଗୁଛନ୍ତି, ମାଳ ଟାଙ୍ଗୁଛନ୍ତି। ମାନେ ଏସବୁ କ'ଣ ଭକ୍ତି ଆମେ କରୁଛେ? କେବଳ ଆଜ୍ଞା ଈଶ୍ୱରଙ୍କ ଠୁ କିଛି ପାଇବା ପାଇଁ। ତ ଆମ ଆଜ୍ଞା ଭକ୍ତି ଈଶ୍ୱରଙ୍କ ଉପରେ ରହୁନି, ଈଶ୍ୱରଙ୍କ ଦ୍ୱାରା ଯେଉଁ ପ୍ରାପ୍ତ ହେବାର ବସ୍ତୁ ଉପରେ ଆମ ଭକ୍ତିଟା ରହୁଛି, ତ ଈଶ୍ୱରଙ୍କୁ କେମିତି ପାଇବା? ତ ସେମାନେ ସେମିତି ସବୁ ଗପ କାହାଣୀ କହିବାରୁ, ସେମାନେ ବହିର୍ମୁଖୀ କରିଦେବାରୁ ଆମେ ସେଇପରିକା ହିଁ ମାନି ନେଇଛେ, ସେଇପରିକା ହିଁ ଖୋଜୁଛେ। ବହୁତ ଅଛନ୍ତି, ବହୁତ ଶରୀର ମାନେ ଅଛନ୍ତି, ଆପଣ ଦେଖିବେ ମାନେ କେତେ ବ୍ୟାକୁଳତା ସହିତ ସେମାନେ ବ୍ରହ୍ମାନୁଭୂତି କରିବା ପାଇଁ, ତାଙ୍କ ମନରେ ମୁମୁକ୍ଷତ୍ୱ ପ୍ରବଳ ଅଛି, କିନ୍ତୁ ମାର୍ଗ ପାଉନାହାନ୍ତି। ନା ସେଟା ଠିକ, ମାର୍ଗ ମିଳୁନି। କିଛି କଥା କହିଲେ ବି କିଛି ଲୋକଙ୍କୁ ଖରାପ ଲାଗିବ, ତଥାପି ଆମେ ଚର୍ଚ୍ଚା ହେବା ଦରକାର। ଖରାପ ଲାଗୁ, ଯିଏ ଭୁଲ କରୁଛନ୍ତି ତାଙ୍କୁ ଖରାପ ଲାଗିଲେ ଲାଗିବ, କିଛି ନାହିଁ। ବହୁତ ସାରା ଆଜ୍ଞା ମଠ ମନ୍ଦିର ଅଛି, ଦେଖିବେ ନାଚ ହେଉଛି, ଗୀତ ବୋଲୁଛନ୍ତି। ଅନେକ ବିଦେଶୀ ମାନେ ଆମ ଦେଶକୁ ଆଉଛନ୍ତି ବ୍ରହ୍ମାନୁଭୂତି କରିବା ପାଇଁ। ତାଙ୍କ ଆଜ୍ଞା ଗାଡ଼ି, ତାଙ୍କ ଘର, ମାନେ ତାଙ୍କର ଧନ ସମ୍ପତ୍ତି ସବୁକିଛି ତ୍ୟାଗ କରିକି ଆମ ଦେଶକୁ ଆସୁଛନ୍ତି। ଏଠି ଆଶ୍ରୟ ନେଇକରି ଏଠି ବ୍ରହ୍ମାନୁଭୂତି କରିବେ, ଈଶ୍ୱର ପ୍ରାପ୍ତି କରିବେ। ଆମର ଯେଉଁ ବୈଦିକ ପରମ୍ପରାରେ ତାଙ୍କ ଜୀବନକୁ ଶାନ୍ତିମୟ ଜୀବନରେ ଜୀବନଯାପନ କରିବେ ବୋଲି ଆସୁଛନ୍ତି, କିନ୍ତୁ ସେମାନଙ୍କଠୁ ବି ପଇସା ଲୁଟା ଯାଉଛି। ତାଙ୍କୁ ବି ଆଡ଼ୁ ସାଡ଼ୁ ମିଛ ମାୟାରେ ତାଙ୍କୁ ସେ ନଚଉଛନ୍ତି, ତାଙ୍କୁ ଭୋଗ ପ୍ରସାଦ ଖୁଆଉଛନ୍ତି, ଚୈତନ୍ୟ ତିଲକ ନଗଉଛନ୍ତି, ନଣ୍ଡା କରିକିରି ଜଟ ରଖିକି ତାଙ୍କୁ ନଚଉଛନ୍ତି। ଆଜ୍ଞା ନାଚିଲେ ମୁକ୍ତି କେମିତି ମିଳିବ କୁହନ୍ତୁ? ନା ଭଜନ ଠିକ୍ ଅଛି, ଭଜନ କରିବା ଦରକାର। ଭଜନ ମାଧ୍ୟମରେ ମନ ଭିତରେ ଭାବ, ଭକ୍ତି, ବୈରାଗ୍ୟ ଉତ୍ପନ୍ନ ହୋଇପାରେ। ଭଜନ ମାଧ୍ୟମରେ କିଛି ସମୟ ପାଇଁ ମନ ସ୍ଥିର ହୋଇପାରେ, ମନ ମୌନ ହୋଇପାରେ, ଅନ୍ତର୍ମୁଖ ହେବାର ଭଜନ ସାହାଯ୍ୟ ହୋଇପାରେ। କିନ୍ତୁ ଈଶ୍ୱର କିଏ, କୋଉଠି ଅଛନ୍ତି ଯଦି ଆମେ ନ ଜାଣିବା, ଅନ୍ଧାରରେ ବାଡ଼ି ବୁଲେଇବା। ଆଜ୍ଞା ସେଇଆ ହିଁ ହେଉଛି ନା। ଆଜ୍ଞା ଆଉ ଉପନିଷଦ, ମୁଁ ଏ ଶରୀର କହୁନି, ଯେ ମୁଁ ମାନେ ମନମୁଖୀ କଥା ମୁଁ କିଛି କହୁନି, ଶାସ୍ତ୍ରର ବ୍ୟାଖ୍ୟା ଦିଆ ହେଇକି ସବୁ କୁହାହେଉଛି। ଆପଣ ବି ଉପନିଷଦ ବହି ଆଣିବେ, ଦେଖିପାରିବେ, ବେଦ ପଢ଼ିପାରିବେ, ତା ସବୁ ସ୍ପଷ୍ଟ ଲେଖା ହେଇଛି ସବୁ କଥା, ସ୍ପଷ୍ଟ। ଆଉ ବହୁତ ଦୁଃଖର କଥା, ଆମ ପାଖରେ କ'ଣ ନାହିଁ? ବେଦ ବେଦାନ୍ତ ନାହିଁ, ଉପନିଷଦ ନାହିଁ, ଅଛି, କିନ୍ତୁ ତାର ପ୍ରଚାର ଠିକ୍ ସେ କରୁନାହାନ୍ତି। ତାର ପ୍ରଚାର କଲେ ସମସ୍ତେ ବିବେକ ହେଇଯିବେ। ଆମେ ଯେଉଁ ସଂସାରକୁ, ଯେଉଁ ଉଚ୍ଚ ସ୍ତରରେ କିଛି ଲୋକମାନେ ବସନ୍ତି ନେତା ମନ୍ତ୍ରୀ ରୂପରେ, ସେମାନଙ୍କର ଆଜ୍ଞା ତ୍ରୁଟି ହେବ। ଯେଉଁ ଆଜିକାଲି ସ୍ୱାର୍ଥ ପାଇଁ ଯେଉଁ ବିଜନେସ୍ ହେରିକା ଚାଲିଛି, ଗାଁ ଗହଳି, ମାନେ ପ୍ରତି କନ୍ଦି ଗଳିରେ ମଦ ଦୋକାନ, ପ୍ରତି ଦୋକାନରେ ଦେଖିବେ ଗୁଟକା, ସିଗାରେଟ୍, ପାନ ପରାଗ। ବୁଝିପାରୁଛନ୍ତି କ'ଣ ବିକ୍ରି ନ ଆଜ୍ଞା ହେଉଛି?
ମାଂସ କଟା ହେଇକିରି ରାସ୍ତା କରେରେ ବିକ୍ରି ହଉଛି, ପିଲାମାନେ ସେଇପଟେ ଯାଉଛନ୍ତି, ସେ ଛେଳିଟାକୁ କାଟିକିରି ତା ମୁଣ୍ଡଟାକୁ ଅଲଗା ଗଣ୍ଡିଟାକୁ ଅଲଗା କରିକି ଟାଙ୍ଗିଛନ୍ତି। ପିଲାମାନେ ଦେଖିକି ତାଙ୍କ ଭିତରେ କେତେ ବ୍ୟାକୁଳତା ଆସୁଥିବ। ମାନେ କଣ କରୁଛି ଆମେ ମଣିଷ, ଆମେ କୋଉ ପରିକା ମଣିଷ, ମଣିଷ ଭିତରେ ଯଦି ମଣିଷ ପଣିଆ ନଥିବ, ଆମର ଯୋଉ ଆମେ ସମସ୍ତେ ଜାଣିଛେ ନା, ବେଦ ବେଦାନ୍ତର ଖାଲି ମୁଣ୍ଡିଆ ମାରିଲେ କଣ ହବ? ଘରେ ଗୋଟେ ଭଗବତ ଗୀତା ରଖିବା, ତା ମୁଣ୍ଡିଆ ମାରିବା, ଫୁଲ ଦେବା, ପୂଜା କରିବା, ସେଠୁ ବି ଲୋକ କିଛି ଆଶା କରୁଛନ୍ତି ଭଗବତ ଗୀତାକୁ ଗୀତା ଫୁଲ ପାଣି ପୂଜିଲେ କାଳେ ଦେଇକିରି କିଛି, ହଁ, ପୂଜିଲେ କିନ୍ତୁ ଗୀତାଟାକୁ ପଢିବା ପାଇଁ ତାଙ୍କୁ ସମୟ ନାହିଁ। ଧନ ମିଳିବ। ହୁଁ, ଆମ ଆଜ୍ଞା ଆମ ଭକ୍ତି କେବଳ ପ୍ରାପ୍ତି ଉପରେ ରହୁଛି, ଧନ ଆଜ୍ଞା। ଉପରେ ରହୁଛି। ଆଉ ଧନ ଉପରେ ରହିଲେ କେମିତି ଆମେ ଈଶ୍ୱର ପ୍ରାପ୍ତି କେମିତି କରିବା? ତାହେଲେ ସେଇଟା ଯୋଉ ଆମେ ନିଜକୁ ନିଜେ ଚିହ୍ନିବା ପାଇଁ ଆଗ ହେଲା ସାଧନା, ନୁହେଁ କି? ନିଶ୍ଚୟ ଯୋଉ ସାଧନାଟା, ଯୋଉ ସାଧନାର ମାର୍ଗଟା ତ ଗୁରୁଙ୍କ ଠାରୁ ଶିକ୍ଷା କରିବାକୁ ପଡିବ ନା, କେମିତି କରିବାକୁ ପଡିବ? ନିଶ୍ଚୟ। ଦେଖନ୍ତୁ, ସାଧନାର ମାର୍ଗ ଉପରେ ଗୋଟେ ପ୍ରାକ୍ଟିକାଲ ସାଧନା ଆର ଭିତରେ ପ୍ଲେ ଲିଷ୍ଟ ଅଛି। ତା ଭିତରେ ସବୁ କଥା ବ୍ୟାଖ୍ୟା କରାଯାଇଛି। ଆଶ୍ରମ କଣ, ଆଶ୍ରମରେ ଜଣେ ସାଧକ କେମିତି ଜୀବନଯାପନ କରନ୍ତି, ତାପରେ ଦୀକ୍ଷା କେମିତି ଦିଆ ହୁଏ, ମନ୍ତ୍ର କଣ, ଗୁରୁ ମନ୍ତ୍ରର ଆବଶ୍ୟକତା କଣ, ତାପରେ ହୁଁ, ଅଷ୍ଟାଙ୍ଗ ଯୋଗ କଥା ଅଛି, ସାଧନ ହଁ, ଚତୁଷ୍ଟୟ ଅଷ୍ଟାଙ୍ଗ କଥା ଯୋଗ ତ ଅଛି, ଦେଖିଛି, ହଁ, ସେଗୁଡା ସବୁ ଦେଖିଛି। ଏସବୁ ଅଛି। ଆଉ ଦେଖନ୍ତୁ, ଆଜ୍ଞା ମୂଳ କଥା ହେଲା ଦିଟା ଜିନିଷ ସାଧନାରେ ବହୁତ ଥର ବି କୁହାହେଇଛି ଏ ଚ୍ୟାନେଲରେ। ଦିଟା ଜିନିଷର ଆବଶ୍ୟକ ଅଛି। ଏକ ହେଲା ମୁମୁକ୍ଷତ୍ୱ, ଯୋଉଟାକି ଆପଣଙ୍କ ଭିତରେ ପ୍ରବଳିତ ଅଛି, ମୁମୁକ୍ଷତ୍ୱ, ବ୍ରହ୍ମ ଜିଜ୍ଞାସା, ଯେ ଈଶ୍ୱର ନାମ। ଯଦି ମୁଁ ଗୋଟେ କ୍ୱେଶ୍ଚିନ୍ ଟେ ପଚାରିବି, ମାନେ ମୋ ଭିତରେ ମୁଁ ଯେତେବେଳେ ସେ ମାର୍ଗକୁ ଯାଉଛି, ବାଧାବିଘ୍ନ କାହିଁକି ଆସୁଛି, ନା ଏମିତି ଆସେ? ବାଧା ଆସୁନି, ବାଧା ଭାବୁଛନ୍ତି। ବାଧା ଆସୁନି, ଏମିତି ତ ଆସିଲାଣି ଆଉ, 2 ଥର 3 ଥର ନା ନା ଆସିଲାଣି। ନା 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 ନା। ଦେଖନ୍ତୁ, ଗୋଟେ କଥା, ଆମେ ଯେତେବେଳେ ଗୋଟେ ଜିନିଷଟାକୁ କରୁଥାଉ, ତା ଭିତରେ ତ ଜୀବନରେ କଣ କେବେ ଆପଣଙ୍କୁ ଆଗରୁ ସାଧନା ମାର୍ଗକୁ ଆସିବା ପୂର୍ବରୁ ଆପଣଙ୍କୁ କିଛି ବାଧାବିଘ୍ନ ଆସିନଥିଲା? ନା, ଏଇ ସାଧନା ମାର୍ଗର ପର୍ଟିକୁଲାର ମାର୍ଗ ପାଇଁ ଯାଉ, ପୁରା ପୁରା ବିଶ୍ୱାସ କରନ୍ତୁନି ଗୁରୁଜୀ, ପୁରା ଶୁଣନ୍ତୁ, ଏଠି ଆମର ବି କିଛି ତ୍ରୁଟି ରହୁଛି। ସେ ତ୍ରୁଟି ରହୁଛି କଣ? ସାଧନା କରିବା ପାଇଁ, ଅନେକ ଥର ମୁଁ କହିଛି, ସାଧନା କରିବା ପାଇଁ କୌଣସି ଭୌତିକ ବସ୍ତୁ ପଦାର୍ଥର ଆବଶ୍ୟକତା ନାହିଁ। ଆଉ ସାଧନା ନିଜେ କରନ୍ତୁ, ପ୍ରଥମେ ନିଜେ କରନ୍ତୁ। ବାବୁଙ୍କୁ ଟିକେ ପଛରେ ବୁଝେଇବେ, ତାଙ୍କୁ ଟିକେ ସମୟ ଆସିବ। ଆପଣଙ୍କ ଭିତରେ ଯେତେବେଳେ ପରିବର୍ତ୍ତନ ଆସିବ, ଆପଣଙ୍କ ଯୋଉ ବ୍ୟବହାର, ଚିନ୍ତନ ଶୈଳୀ, ସେ ଆପେ ଆପେ ତାଙ୍କ ଉପରେ ପ୍ରଭାବ ପଡିବ। ଏବେ କଣ ଆପଣ ଟିକେ ବୋଧେ ଫୋର୍ସ କରୁଛନ୍ତି, ଟିକେ ଜବରଦସ୍ତି କରୁଛନ୍ତି ଧ୍ୟାନରେ ଫୋର୍ସ ବସିବା। ତାକୁ କରୁନି ମୁଁ ନିଜ ପାଇଁ କରୁଛି। ମୁଁ ଏଇଟା କରିବି ବୋଲି ମୁଁ ଏଇ ଆଗକୁ ଟିକେ ପାଦ ବଢେଇଲା ବେଳକୁ, ଗୁରୁଜୀ ଶୁଣନ୍ତୁ, ଯେତେ ବି ନିଜେ କଲେ ବି, ମୁଁ ଏଇନା ଆପଣଙ୍କୁ ଫୋନରେ କଥା ହଉଛି କି ଆପଣଙ୍କୁ ସକାଳେ ସନ୍ଧ୍ୟା ବେଳେ ଆପଣଙ୍କ ଗୁରୁଜୀଙ୍କ ପାଦ ତଳେ ପ୍ରଣାମ କରୁଛି, ନାଇଁ ନାଇଁ ଆପଣଙ୍କ ନାଇଁ ପାଦ ତଳେ ସକାଳ ସନ୍ଧ୍ୟାରେ ପ୍ରଣାମ କରୁଛି। ଆଗ ମାନେ ଧ୍ୟାନ ମୂଳେ ଆଗ ଗୁରୁ ମୂର୍ତ୍ତି, ତେଣୁ ହୁଁ, ଆଗ ଗୁରୁଙ୍କୁ ସ୍ମରଣ କଲେ, ଯେହେତୁ ମୁଁ ଆପଣଙ୍କ ଜ୍ଞାନ ଟିକେ ପାଇଛି, ଆପଣ ଆଗ ଆପଣଙ୍କ ମୁହଁ ଟାକୁ ନାଇଁ ସ୍ମରଣ ନାଇଁ ଠିକ କଲେ, ମୁଁ ଠିକ। ସେକେଣ୍ଡ ଜିନିଷ ଯାଇକି ଯାହା କରିପାରିବି। ମାନେ ସେଇଟା ମୁଁ କଲେ ବି, ଯେତେ ନିଜେ କଲେ ବି, ଆପଣଙ୍କ ପାଖକୁ ଯାଇକିରି ଗୋଟେ ଶିକ୍ଷା ଗ୍ରହଣ କରିବା, ମୁଁ ଏମିତି ଫୋନରେ କଥା ହେବି, ଆପଣ କହିବେ ନାଇଁ ଧ୍ୟାନରେ ବସିକି ଅଜବା ମନ୍ତ୍ର ଜପ କରି ନିଶ୍ୱାସ ପ୍ରଶ୍ୱାସ ଦେଖିବେ, ନାଇଁ ନାଇଁ, ଆପଣ କହିଦେଲେ ଶୁଣନ୍ତୁ ସେତିକି। ମୁଁ ଶୁଣନ୍ତୁ ଏତିକି ଶୁଣନ୍ତୁ କଲେ ମୁଁ ସକ୍ସେସ୍ ହେଇପାରିବି କହିଲେ? ମୁଁ ନା ଆପଣ ମତେ ଯାହା ବି କରନ୍ତୁ, ମୋ ମନ ଟିକେ ବି ବୁଝେନି। ମୋର ମନ ହେଲା ସିଧା ଯିବି, ପୁରା ଗୁରୁଙ୍କର ଗୋଟେ ନାଇଁ ଗୋଟେ ନାଇଁ, ଗୁରୁଙ୍କର ଦେଖନ୍ତୁ, ଗୋଟେ ଆଶୀର୍ବାଦଟେ ଅଛି, ସେଟା ଗୋଟେ ଅଛି ନାଇଁ ନାଇଁ, ଗୁରୁଙ୍କର ନିଶ୍ଚୟ। ଅଲଗା। ଶୁଣନ୍ତୁ ଶୁଣନ୍ତୁ, ଗୁରୁ ପରମ୍ପରା ତ ନିଶ୍ଚୟ ଅଛି, କିନ୍ତୁ ମୂଳ ଗୁରୁ ହେଲେ ଆପଣଙ୍କ ଭିତରେ ଯୋଉ ଆପଣଙ୍କ ବିବେକ, ଆପଣଙ୍କ ଭିତରେ ଥିବା ଯୋଉ ଜିଜ୍ଞାସା, ସିଏ ହେଲେ ମୂଳ ଗୁରୁ। ଆଉ ଭୌତିକ ଗୁରୁଙ୍କର ଆବଶ୍ୟକ ଅଛି, ମୁଁ ମନା କରିପାରୁନି, କିନ୍ତୁ ମୋ ପରିସ୍ଥିତି ବି ଟିକେ ଆପଣ ବୁଝିପାରୁଥିବେ। ଆଶ୍ରମର ଯୋଜନାରେ ହିଁ ଅଛି, ମୁଁ ଯୋଉଠି ବି ଅଛି। ଆଜ୍ଞା ବୁଝିପାରୁଛନ୍ତି? ଆଜ୍ଞା ମୁଁ କୋଉ ପରିସ୍ଥିତିରେ ଅଛି, ମୁଁ ତାକୁ ବ୍ୟାଖ୍ୟା କରିବା ପାଇଁ ଚାହୁଁନି। ନିଜ ନିତ୍ୟକର୍ମ କରିକିରି, ଅଫିସରେ ସମୟ ଦେଇକିରି, ତା ଭିତରେ ସମୟ ବାହାର କରି ମୁଁ ଏ ଯୋଉ ଭିଡିଓ ହେରିକା ସୁଟ୍ କରୁଛି। ତ ଏଇ ସବୁର ଆଜ୍ଞା ଉଦ୍ଦେଶ୍ୟ ଗୋଟେ ଅନୁଷ୍ଠାନ ହବା ଦରକାର। ଆପଣ ଦେଖନ୍ତୁ, ଏଠିକି ଆସିବେ, ଏଠି ବସିକରି ଆମେ ଠିକ ସେ କଥା ହେଇପାରିବାନି। ଆମେ ଗୋଟେ ଚର୍ଚ୍ଚାରେ ଥିବା, ଆଉ ଜଣେ ଆସିବେ, ସେ ଆଉ କିଛି ପଚାରିବେ, ଆଉ କିଛି କଥା କହିବେ, ଭଲ ଲାଗିବନି ସେଇଟା। ମୁଁ ନା ସେଥିପାଇଁ ସେଇଟା କହୁଛି, ଠିକ ନାହିଁ। ହଁ କାହିଁକିନା ସାଧନା ଯୋଗ୍ୟ ଜାଗାରେ ବସିଲେ ହିଁ ଆମେ ଏକାନ୍ତ ଚିତ୍ତ, ମାନେ ଏକାଗ୍ର ଚିତ୍ତରେ ଗୋଟେ ଭଲ ପରିବେଶରେ ଆମେ ବସିକି କଥାବାର୍ତ୍ତା ହେଇପାରିବା। ତା ପାଇଁ ଗୋଟେ ପରିବେଶର ଆବଶ୍ୟକ ଅଛି। ଆଉ ସେଇ ପରିବେଶକୁ ସୃଷ୍ଟି କରିବା ପାଇଁ ହିଁ ଏ ଶରୀର ଯାହା ବି ଯୋଜନା ଚଲେଇଛି। ଅଳ୍ପ ଦିନ, ଅଳ୍ପ ଦିନ। ଆଉ ଆଜ୍ଞା ବାକି
ସାଧନା ମେନ୍ ଘରେ ବି କରିପାରିବେ, ଅସମ୍ଭବ ନୁହଁ। ଯୋଉଠି ଅଛନ୍ତି ସେଠି ବି କରିପାରିବେ। ଆଉ ଆପଣ ବି ବହୁତ ସେ କଲେ ବି ମୋର ପ୍ରୋବ୍ଲେମ ଅଛି, ମୁଁ ବହୁତ ବି ମନ ଦୁଃଖ, ମୁଁ ସେଥିପ୍ରତି ବହୁତ ନାଇଁ ନାଇଁ କାନ୍ଦ ନାଇଁ କଟା ବି ବହୁତ ହେଲାଣି, ହେଲାଣି ବହୁତ ବିଭିନ୍ନ ପ୍ରକାର ସୃଷ୍ଟି ହଉଛି। କୋଉଠିକି ଯିବି ବୋଲି ଦେଖନ୍ତୁ, ମନକୁ ମନ ବି ଆକ୍ଚୁଆଲି ପ୍ରକୃତ ଆମର ନବଦା ଭକ୍ତିବତରୁ ସାଧୁ ସନ୍ଥ ଦର୍ଶନ ହେଲା ଗୋଟେ ଭକ୍ତି। ଯାହା ବି ହେଲେ ଯେତେ ନାଇଁ ପାଉଛ ନିଶ୍ଚୟ। ସାଧୁ ସଙ୍ଗ ଲାଭ କର, ଯେତେ ପାଉଛ ସାଧୁ ସେବା କରିଚାଲ। ମୁଁ କିଛି ନାହିଁ ବିନା କାରଣରେ ବି ଏଠି ଇସ୍କନର ସେ ଅଛନ୍ତି ସାଧୁ ସନ୍ଥ ମାନେ, ଆଜ୍ଞା ସେ ବି ଆଜ୍ଞା ମତେ ଜଣେ ଭେଟିଲେ, କହିଲେ ଆଜ୍ଞା ଆଗ ମା ଶିକ୍ଷା କର, ଶିକ୍ଷା ପରେ ଦୀକ୍ଷା। ଆଗ ଶିକ୍ଷା ଗ୍ରହଣ କର, ନିଜ ଭିତରେ ସବୁକୁ ପରିମାର୍ଜିତ କର, ଧୀରେ ଧୀରେ ସବୁ ହବ। ସେ ବି ଆଜ୍ଞା କହିଲେ ମାନିବା କଥା। ଆଜ୍ଞା ତେଣୁ ସବୁ ଜିନିଷ ମୋ ପାଖକୁ କିନ୍ତୁ ସେ ମାର୍ଗ ମତେ ଦେଖା ଯାଉଛି, କିଛି କିଛି ପରିଲିଖିତ ହଉଛି, କିନ୍ତୁ କରୁଛନ୍ତି ଯାହା କରୁଛନ୍ତି। ଈଶ୍ୱରଙ୍କ ଇଚ୍ଛା ଥିବ ଆଉ କଣ ଗୋଟେ କରିବା। କଥା ଏତିକି ମନେ ଚାଲିଛି। ରଖନ୍ତୁ, ଗୋଟେ କଥା ଏତିକି ମନେ ରଖନ୍ତୁ, ଆପଣ କିଛି ବନିବେନି, ଆପଣ ଏବେ ବି ସେ ବ୍ରହ୍ମ ଅଛନ୍ତି। ମୋ କଥାକୁ ଧରିବା ପାଇଁ ଚେଷ୍ଟା କରନ୍ତୁ। କିନ୍ତୁ ଆଜ୍ଞା। ଦେହ ଭାବରେ ଯୋଉ ମନ ହଜି ଯାଇଛି, ଯୋଉ ମନ ବହିର୍ମୁଖୀ ହେଇଯାଇଛି, ସେ ମନକୁ ନିଜ ସାଙ୍ଗରେ ସମାହିତ କରିକିରି ଏ ଯୋଉ ଗପ କାହାଣୀ ପରିକା ଲାଗୁଥିବା ଏ ସତ୍ୟକୁ ଥରେ ଅନୁଭବ କରିବାର ମନ ଭିତରେ ଜିଜ୍ଞାସା ଅଛି, କେବଳ ସେତିକି। ସେତିକି ବାକି ନାଇଁ, ମୁଁ ସେଇଟା ବୁଝିପାରୁଛନ୍ତି? ବି ଆପଣଙ୍କୁ କହିଲିନି, ନିଜକୁ ସେଟା ପଢିଲି, ଜାଣିଲି ବୋଲି ସେଇଟା କୋଶ୍ଚିନ୍, ନିଜକୁ ନିଜେ ଚିହ୍ନିବାକୁ ଆମେ କଣ କରିବୁ। ମନକୁ ଯୋଉ ଆପଣ କହିଲେ ନିଜ ଦେହ ଭିତରେ ରହିକିରି ନିଜ ମନଟା, ଆମର ମେନ୍ ହେଲା ଆମର ମନଟା ଯଦି ଏକାଗ୍ରଚିତ ସଂଯତ ହେଇଯିବ, ବାସ୍ ଆମେ ଆପେ ଆପେ ଉର୍ଦ୍ଧ୍ୱକୁ ଯିବା। ସବୁ ବାସ୍। ସାଧନାରେ ବି ଆମେ ସେଇଟା ହବା ପାଇଁ ତ ଆମକୁ ଖାଲି ଆମେ ଏମିତି ଧ୍ୟାନରେ ଘଣ୍ଟେ ଘଣ୍ଟେ ବସିଲେ କଣ ଆମ ମନ ହେଇଯିବ? କେବେ ବି ମତେ କାଇଁ, ମୁଁ କାଇଁ ବସିଲେ ମତେ କାଇଁ ହଉନି, ମୁଁ କାଇଁ ଜାଣିପାରୁନି ଖୋଲା କଥା। ନାଇଁ ନାଇଁ, ଘଣ୍ଟା ମୋ ଘଣ୍ଟା ବି ନୁହଁ, ହଉନି, ଯେତେ ଦେଖନ୍ତୁ। କିନ୍ତୁ ମୁଁ ଭାବୁଛି ଯେ କଣ ପ୍ରୋବ୍ଲେମ ରହୁଛି ମୋ ଭିତରେ ଅଛି, କିନ୍ତୁ ଆକ୍ଚୁଆଲି ମାନେ କଣ ଦରକାର, ମୁଁ କିନ୍ତୁ ଏଇଆ ଭାବୁଛି, ମତେ ଆପଣ ଯାହା ବି ଭାବନ୍ତୁ, କିଛି ଗୋଟେ କାହାର ଗୋଟେ ହାତ ମୋ ମୁଣ୍ଡ ଉପରେ ନିହାତି ଦରକାର, ଏ ଆଗକୁ ଯିବା ପାଇଁ ନାଇଁ ନାଇଁ, ଗୋଟେ କଥା ମାନେ ଶୁଣନ୍ତୁ, ନିହାତି ଆପଣଙ୍କ ଉପରେ ଦରକାର। ଆପଣଙ୍କ ଉପରେ ବ୍ରହ୍ମଙ୍କ କୁହନ୍ତୁ କି ସେ ଐଶ୍ୱର୍ଯ୍ୟକ ଶକ୍ତିର ଅପାର କୃପା ଥିବାରୁ ଆପଣ ଏ ଦଶାରେ ଏ ସ୍ଥିତିରେ ଅଛନ୍ତି। ବହୁତ ଲୋକ ଅଛନ୍ତି ତ ସାଧନାରେ ରୁଚି ହିଁ ନାହିଁ, ସତ୍ସଙ୍ଗରେ ରୁଚି ହିଁ ନାହିଁ, ଏସବୁ କଥାକୁ ବୁଝି ପାରୁନାହାନ୍ତି। ଅନେକ ଲୋକ ଅଛନ୍ତି ଏଇ ସଂସାରରେ, ଦେଖନ୍ତୁ ଅନେକ ଲୋକ ଅଛନ୍ତି ବହିର୍ମୁଖୀ ହେଇକି ଭୌତିକ ଉନ୍ନତିରେ ହିଁ ଲାଗିଛନ୍ତି। ଆଜି ବିଶ୍ୱାସ କର ମାନେ ଗୁରୁଜୀ, ଗୋଟେ ଦିନ ପୁରା ମୁଁ ସ୍କୁଲ ଛୁଟି ନେଇକିରି ଆଜ୍ଞା ଗୋଟେ ଦିନ ବି ଠାକୁର ପାଖରେ ବସି ଯାଉଛି। ମୁଁ ନାଇଁ ବସିଗଲେ ଗୋଟେ ଦିନ ବି ବସିଯିବି, ମତେ ବାଧା ଲାଗେନି। ଅଛନ୍ତି ଦେଖନ୍ତୁ ବାଧା ଲାଗେ, ମତେ ନାଇଁ ବାଧା ବି ଲାଗେନି, ମତେ ଖୁସି ନାଇଁ ଲାଗେ ଠାକୁରଙ୍କ ପାଖରେ ସାଧନାର ବସିବାକୁ। ଦେଖନ୍ତୁ, ସାଧନାର ଯୋଉ ସୁଖ ଅଛି ସଂସାରରେ, ସବୁଠାରୁ ସର୍ବୋଚ୍ଚ ସୁଖ ହେଲା ସାଧନାର ସୁଖ। ଘରେ ବି ଭାବେ ସମସ୍ତେ ଆମେ କୁଆଡେ ଦେଖନ୍ତୁ ପଳାନ୍ତି, ମୁଁ ଏଇ ଘରେ ବସିଛି। ସଂସାରରେ ଏବେ ଗୋଟେ କ୍ରିକେଟ ମ୍ୟାଚ ହେଲା, କ୍ରିକେଟ ମ୍ୟାଚ ଦେଖନ୍ତୁ, 50-50 100 ଓଭର ଖେଳିଲେ ସେମାନେ, ପାଖାପାଖି 8 ଘଣ୍ଟା ପିଲାମାନେ ବସିକିରି ବିତେଇ ଦେଲେ। ମାନେ ତାଙ୍କୁ ଗୋଟେ ତା ଭିତରେ ଗୋଟେ ଖୁସି ଲାଗୁଛି, ସେ ବଲ୍ସ ଦେଖିବା, କିନ୍ତୁ ଆଉଟ ସେଇ କରିବା, ଖୁସି 5 ମିନିଟ ସେମାନେ କରିପାରୁନାହାନ୍ତି ବୁଝିପାରୁଛନ୍ତି, ଠାକୁରଙ୍କ ପାଖରେ। କରିପାରୁନାହାନ୍ତି। କିନ୍ତୁ ସେ ଖୁସି ସାଙ୍ଗରେ ସାଧନା ଖୁସି ଯଦି ଆମେ ତୁଳନା କରିବା, ସାଧନା ଖୁସି ସର୍ବୋଚ୍ଚ ଖୁସି। କିନ୍ତୁ ସାଧନା ଖୁସିକୁ ମନ ଆଜି ଯାଏ ନେଇନି। ମୁଁ ଅନେକ କଥା କହୁଛି, ମୁଁ ଯୋଉ ଭୌତିକ ସଂସାରରେ ଯୋଉ ଆଧ୍ୟାତ୍ମିକ ସାଧନା ନ କରିକିରି ବହିର୍ମୁଖୀ ସାଧନା ଯୋଉ କରୁଛନ୍ତି, ତାଙ୍କ କଥା ମୁଁ କହୁଛି। ଯେତେବେଳେ ମନର ସୁଖକୁ ନେବେ, ଆଧ୍ୟାତ୍ମିକତାର ଆନ୍ତରିକ ସୁଖକୁ ନେବେ, ସମୟ ଆସିବ ଆପଣ ଦେଖିବେ, ମାନେ ନିଜେ ମାନେ ଏ କଥାକୁ ଅନୁତାପ କରିବେ, ମାନେ ମନ ପ୍ରଫୁଲ୍ଲିତ ହେଇଯିବ, କହିବେ ଏତେ ସୁଖ, ଏତେ ଆନନ୍ଦ, ଏତେ ଖୁସି। ମୋ ମନରେ ଗୋଟିଏ ଇଚ୍ଛା ଅଛି, ଗୋଟିଏ କୁହନ୍ତୁ। ଇଚ୍ଛା ଅଛି, ସେଇଟା ହେଇଯାଉ। ମାନେ ମୁଁ ଗୋଟେ ଗୁରୁଙ୍କର ଏମିତି ଆଶୀର୍ବାଦ ପାଇ, ପ୍ରକୃତ ମୁଁ ଏଇଟା ହିଁ ମୋର ଗୋଟିଏ ଲକ୍ଷ୍ୟ ଅଛି। ପୂଜା ମୂଳେ ଗୁରୁପାଦ, ଧ୍ୟାନ ମୂଳେ ଗୁରୁମୂର୍ତ୍ତି, ମନ୍ତ୍ର ମୂଳେ ଗୁରୁ ବାକ୍ୟ, ଏତିକି ହେଇଯାଉ। ଏତିକି ହେଲେ ମୁଁ ଆଉ ଦ୍ୱିତୀୟରେ କୌଣସି ଭଗବାନ ବୋଲି ନାଇଁ ଆଉ ନାଇଁ, ହବ କାହାକୁ କେହି ହବ ନାହାନ୍ତି ହେଲା। ହବ। ଆଉ ଗୋଟେ ସେତିକି କଥା ହେଲା ଶୁଣନ୍ତୁ, ହେଇଗଲା, ଆଉ ଆଉ ଗୋଟେ କିଛି କଥା ଦରକାର ଶୁଣନ୍ତୁ, ନାହିଁ। ଆଉ ଗୋଟେ କଥା ଶୁଣନ୍ତୁ। ମନରେ ଏମିତି ଭାବିବେନି ଯେ ମୁଁ ସାଧନା କରିବାରୁ ମୋର ବାଧାବିଘ୍ନ ଆସୁଛି। ଆମେ ଦେଖନ୍ତୁ ସବୁ ଜିନିଷକୁ ନା ସେ ଜିନିଷ ସାଙ୍ଗେ ରିଲେଟ କରିକି ଦେଖୁଥାଉ। ଯେହେତୁ ଆମେ ସାଧନା ରତ ଅଛେ, ଆମେ ଈଶ୍ୱର ଉପାସନା କରୁଛେ, କାଳେ ସାଧନା କରିବାରୁ ଇଏ ତ୍ରୁଟିଟା ହେଲା କି, ଇଏ ଦେହ ମୁଣ୍ଡ ଖରାପ ହେଲା କି, ଘରେ ପାଟିତୁଣ୍ଡ ହେଲା କି, ନା, ଯାହା ବି ଦେହ ମୁଣ୍ଡ ତ ହଉନି, କିନ୍ତୁ ଏ ଯୋଉ ମାନେ ଯେତ ଗୋଟେ ଆଗକୁ ବାହାରିଲା ବେଳକୁ ଯାହା ବି ହେଲେ ବିଘ୍ନ ନାଇଁ 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 ଚାଲୁଛି ଚାଲୁ, ମୋର ବେଳ ଯେତେବେଳେ ଥିବ ମୁଁ ନିଶ୍ଚିନ୍ତ ଯିବି ହେଲା। ନାଇଁ, ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ଆପଣ ନିଶ୍ଚିନ୍ତ ବହୁତ ଯିବି। ଆଗକୁ ଯିବେ। ଭଗବାନଙ୍କର ଯଦି ମୋର ପୂର୍ବ ଜନ୍ମର ସଂସ୍କାର ଥବ, ମୁଁ ନିଶ୍ଚିତ ଯାଇ ସେଠି ପହଞ୍ଚିବି, ଏଇଟା କିନ୍ତୁ ମୋର ବିଶ୍ୱାସ ଅଛି। ନାଇଁ ନାଇଁ, ନିଶ୍ଚୟ ସବୁ ଭଲ ହବ, ଭଲ ହବ। ସେମିତି କିଛି ମନ୍ଦ ଆଡକୁ ମନ ନିଅନ୍ତୁନି, ଭଲ ହବ, ଧୈର୍ଯ୍ୟ ରଖନ୍ତୁ। ନା, ମୁଁ ଖାଲି ପୁଅକୁ କହିଲି ଯେ ତୁ ଆଜ୍ଞା, ଯଦି ଭଲ କର୍ମ କରିବୁ, ଈଶ୍ୱରଙ୍କ ଉପାସନା କରିବୁ, ଦୁନିଆରେ କିଛି ଦରକାର ନାହିଁ, ତୁ ନେକ୍ସଟ ଜନ୍ମରେ ତୁ ଈଶ୍ୱରଙ୍କ କୋଳରେ ଜନ୍ମ ନେକ୍ସଟ ନବୁ ହେଲା। ଜନ୍ମ ଆଉ ନୁହଁ, ତୋର ନେକ୍ସଟ ଜନ୍ମ ଜନ୍ମ ନୁହଁ, ନେକ୍ସଟ ଜନ୍ମ ନୁହଁ,
ଜନ୍ମ ମୃତ୍ୟୁ ଆମେ ଭାବିଛେ ଏଇ ଜନ୍ମରେ ଏଇଠି ହିଁ ତ ଈଶ୍ୱର ପ୍ରାପ୍ତି କରିପାରିବେ। କହିଲି ଯେ ଯାଇକି ତା ବାବାକୁ କହିଲା ମାମା ମତେ କହନ୍ତି ଆଉ ମୁଁ ଯଦି ଭଗବାନଙ୍କୁ ଉପାସନା କରି ଭଗବାନଙ୍କ କୋଳରେ ଜନ୍ମ ନେବି। ଓହୋ ହୋ ହୋ। ସେ 7 ବର୍ଷର ପିଲା ଆଜ୍ଞା ଆଜ୍ଞା। କରୁଛି, ଢେର କରୁଛି, ଜପ ନାମ କରୁଛି ଯେତିକି କରିବା ସୁନ୍ଦର କଥା। ସୁନ୍ଦର ସୁନ୍ଦର ସୁନ୍ଦର। ଧ୍ୟାନ ଟିକେ ସେ ମାଇଣ୍ଡ କନସେଣ୍ଟ୍ରେସନ କରିପାରୁନି। ଛୋଟ ପିଲା ମୁଁ ନା ତାକୁ କହିଲି ବିଶେଷ କରି କଣ ନିଶ୍ୱାସକୁ କଷ୍ଟ। ନବା ଆଣିବା ଟିକେ ଦେଖେ ନା ନିଶ୍ୱାସ କଣ ମୁଁ ଜାଣିପାରୁନି। ସେ ଜାଣିପାରୁନି ଛୋଟ ଆକ୍ଚୁଆଲି, ପିଲା ନା ଛୋଟ ପିଲା, ପୁରା 7 ଛୋଟଟା ବର୍ଷର ନା। ପିଲା। ହଁ 7 ବର୍ଷର ପିଲା ବିଚରା ସେ କଣ ଜାଣିବେ, ସେ କଣ ଜାଣି ଶିଖିବେ ନା। ଯଦି ସେଟା ନା ନ ଯାହା ହଉ ଜାଣିପାରୁଛୁ ଭାରି ଆଜ୍ଞା ଖୁସି ଚକ୍ରକୁ ଲାଗୁଛି ଆପଣଙ୍କ ଭିତରେ ଯୋଉ ମୁମୁକ୍ଷୁତ୍ୱର ଯୋଉ ପ୍ରବଳିତ ଇଚ୍ଛା, ତାପରେ ଯୋଉ ନା ମୋର ପିଲାଙ୍କୁ ଯୋଉ ବହୁତ ଇଚ୍ଛା ମାର୍ଗଦର୍ଶନ କରୁଛନ୍ତି। ଭଗବାନଙ୍କର ଆଉ ମୋର ଏତିକି ଦ୍ଵିତୀୟ ଇଚ୍ଛା ମୁଁ ଯେହେତୁ ଆପଣ ଗୋଟେ ଗୁରୁ ଅଛନ୍ତି, ଜଣେ ଟିଚର ଅଛନ୍ତି, ଏ ପିଲାଙ୍କୁ ବି ସମସ୍ତଙ୍କୁ ଶିଖାନ୍ତି ଏସବୁ କଥାର। ହଁ ଦେଖନ୍ତୁ ହଁ ଯଦି ପିଲାଙ୍କୁ ମୁଁ ଛୋଟ ଶିଖିବାକୁ ବେଳଠୁ ଭଗବତ କ୍ଲାସର ଏବେ ଗୋଟେ ପୁଅ କ୍ଲାସ ଯୋଉ ନେବାକୁ ମୋର ବୟସରେ ଇଚ୍ଛା। ଅଛନ୍ତି ସେ ବୟସରେ ଯଦି ଆପଣ ଏସବୁ କଥା ଶିଖିଥାନ୍ତେ, ଏବେ ଆପଣ ବହୁତ ଏବେ ସେ ଏତେ କଷ୍ଟ ପାଇଥାନ୍ତେ କି ବୁଝିପାରୁଛନ୍ତି। କହିଲେ? ଆଜ୍ଞା ହଁ ମୁଁ ସେଇଟା ବାସ୍ ଭାବୁଛି ବା, ମୁଁ ଏସବୁ କହିଲି ତୁ କଥାକୁ ଏଇ ବୟସରୁ ଆରମ୍ଭ ରିଏଲାଇଜ କଲେ ମୋରି କରନ୍ତୁ। ଭଳିଆ ହେଲା ବେଳକୁ ସେ କେତେ, ମୁଁ ତ ଚାହୁଁଛି ଈଶ୍ୱରଙ୍କ ଆଶୀର୍ବାଦ ଦଉ ସେ ମାନେ ସେ ସାଧୁ ସନ୍ନ୍ୟାସୀ ହେଇଯାଉ। ନାଇଁ ମୋର ବି ନିଶ୍ଚୟ ଦରକାର ନାହିଁ ମାଙ୍କ ସଂସାର। ଆଶୀର୍ବାଦ ଅଛି, ମାଙ୍କ ଆଶୀର୍ବାଦ ଠୁ ବଡ ଆଉ କିଛି ସଂସାରରେ ମୋର ନାହିଁ। ଟିକେ ବି ସଂସାର ଦରକାର ନାହିଁ, ବିଶ୍ୱାସ କରନ୍ତୁ ନାଇଁ କହୁଛି, ନାଇଁ ମୋର ଏଇଟା ସୁନ୍ଦର ପୁରା ସୁନ୍ଦର ମନର ସୁନ୍ଦର ଖୋଲା କଥା ହେଲା। ସୁନ୍ଦର ଗୋଟିଏ ସୁନ୍ଦର। ଛୁଆ ଜନ୍ମ କରିଛି କିନ୍ତୁ ମୁଁ ଚାହେଁନି କେବେ ସେ ସଂସାର ଭିତରେ ପଶୁ, ନାଇଁ କାରଣ ସୁନ୍ଦର ସଂସାର କଣ ସୁନ୍ଦର। ମୁଁ ଭଲକି ଜାଣି ସାରିଲାଣି। ବହୁତ କମ ମା କିଛି ବାପା ଆ ଦେହରେ ଥାଆନ୍ତି ନାହିଁ, ଏସବୁ କଥାକୁ କିଛି ଆ ଦେହରେ ନାହିଁ, ବୁଝିପାରନ୍ତି। କେବଳ ଭଗବତ ପ୍ରାପ୍ତି ଯଦି ଜୀବନର ମୂଳ ଲକ୍ଷ୍ୟ କଲ, ଯାହା ପାଇଁ ଜନ୍ମ ନେଇଛ ଯଦି ସେତିକି କଲ, ଆଉ କିଛି ଦୁନିଆରେ ଦରକାର ନାହିଁ। କିଛି ନାହିଁ, ଭଲ ହବ ଭଲ ହବ, ସବୁ ଭଲ ହବ। ଆଉ ବହୁତ ଭଲ ମାର୍ଗରେ ବି ଆପଣ ଅଛନ୍ତି। ମନକୁ ଖାଲି ଟିକେ ମାନେ ବୁଝାନ୍ତୁ, ଟିକେ ଧୈର୍ଯ୍ୟ ରଖନ୍ତୁ। ନା ଧୈର୍ଯ୍ୟ ମନକୁ ରଖନ୍ତୁ ବୁଝେଇଛି, ଧୈର୍ଯ୍ୟ ଅଛି, ଯୋଉ ପରିସ୍ଥିତି ଯେତେବେଳେ ଆଉଛି ବାସ୍ ସବୁକୁ ସାମ୍ନା କରୁଛି, ବାସ୍ ସମସ୍ତଙ୍କୁ ବି ବାସ୍ ଠିକ ଠାକ ଚାଲୁ, ସଂସାର ବି ଠିକ ଚାଲୁ। ନିଶ୍ଚୟ। ଆଉ ଈଶ୍ୱର ଉପାସନା ବି ଚାଲୁ, ନାଇଁ ଦେଖାଯାଉ ନାଇଁ କଣ ନିଶ୍ଚୟ ହଉଛି। ନିଶ୍ଚୟ ନାଇଁ ଭଲ ହବ ଭଲ ହବ ଭଲ ହବ। ଏଇଟା ଅପଲୋଡ କରିପାରିବା ନା କରିବାନି? କରିବୁ ଏବେ କରିଦବା ଟିକେ ଆଜ୍ଞା କରିଦବା, ଲୋକ ଦେଖନ୍ତୁ, ବହୁତ ଲୋକ, କାହିଁକିନା ଏପରିକା ଗଭୀର ଚର୍ଚ୍ଚା ବହୁତ କମ ଲୋକ ସବୁ କରୁଛନ୍ତି। ଠିକ ଅଛି, ଟିକେ ଆଜ୍ଞା ଧୈର୍ଯ୍ୟ ରଖନ୍ତୁ, ସବୁ ଭଲ ହବ, କିଛି ନାହିଁ। ସ୍କୁଲରେ ଅଛନ୍ତି, ପଛରେ କଥା ହବା। ଆଜ୍ଞା ଆଜ୍ଞା ଠିକ ଆଜ୍ଞା ଅଛି, ହରି ଓମ୍ ହଁ। ହରି ଓମ୍।